ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟ। ମୈତ୍ରେୟ ମୁନି ତୋଷ ହୋଇ କହେ ବିଦୁର ମୁଖ ଚାହିଁ। ମୈତ୍ରେୟ ବାଚ ଶୁଣ ବିଦୁର ଏକ ମନେ, ରୁଦ୍ର ଯେ ଗଲେ କୋପ ମନେ। ଏମନ୍ତେ ଜାମାତା ଶ୍ୱଶୁର ବିବାଦେ ଗଲା ବହୁ କାଳ। ପ୍ରଜାପତିଙ୍କ ମଧ୍ୟେ ପୂର୍ବେ ଦକ୍ଷକୁ ସ୍ଥାପି ରାଜପଦେ। ଦକ୍ଷକୁ ଅଭିଷେକ କରି ବ୍ରହ୍ମା ବୋଇଲେ ହସ୍ତ ଧରି। ତୁହୁ ପ୍ରଜାପତି ଶ୍ରେଷ୍ଠ, ଅପରେ ସର୍ବେ ତୋକନିଷ୍ଠ। କମଳ ଯୋନି ଯେତେବେଳେ ଦକ୍ଷକୁ ଶୁଭ ଲଗ୍ନ ଦେଲେ। ସକଳ ମୁନି ମନୁଗଣେ ସ୍ଥାପିଲେ ପ୍ରଜାପତି ପଣେ। ଦକ୍ଷକୁ ପୂଜି ଅଭିଷେକେ, ମାନ୍ୟ ସେ କଲେ ଏକେ ଏକେ। ତୁମ୍ଭ ସକଳ ମଧ୍ୟେ ଏହୁ ପାଳନେ ଅଧିପତି ହେଉ। ଦକ୍ଷକୁ ବୋଲେ ବେଦବର, ତୁ ବାଜପେୟ ଯଜ୍ଞ କର। ସେ ଦକ୍ଷ ମନେ ଗର୍ବ କଲା, ରୋଷେ ରୁଦ୍ରଙ୍କୁ ନ ବରିଲା। ଭୃଗୁଙ୍କୁ କଲେ ପୁରୋହିତ, ସଙ୍ଗେ ଘେନିଣ ମୁନି ସନ୍ଥ। ଯେ ଯଜ୍ଞ ବୃହସ୍ପତି ନାମ, ଶୁଣିଲା ଯଜ୍ଞଙ୍କ ଉତ୍ତମ। ତେଣୁ ନିବେଶି ମନ ବୁଦ୍ଧି, ସକଳ ସମ୍ଭାର ନିବେଦି। ସେ ଯଜ୍ଞ ଆରମ୍ଭର କାଳେ, ସକଳ ମୁନି ଏକ ମେଳେ। ଯେ ବ୍ରହ୍ମ ଋଷି ଦେବ ଋଷି, ସର୍ବଦେବଙ୍କ ସଙ୍ଗେ ମିଶି। ପିତୃଦେବତାଗଣ ଶୂନ୍ୟେ, ପତ୍ନୀଙ୍କି ଘେନି ଦିବ୍ୟ ଯାନେ। ମନର ଉଲ୍ଲାସେ ଗମନ୍ତି, ଦିଗ ଭୁବନେ ବିରାଜନ୍ତି। ଯଜ୍ଞେ ଗମନ୍ତି ଯୁଥେ ଯୁଥେ, ଗୀତ ସୁବାଦ୍ୟ ଶୂନ୍ୟ ପଥେ। ଆକାଶେ ବିମାନ ଗହଳ, ଚଳନ୍ତେ ଶୁଭେ ମୁଖ ଓଳ। ଏମନ୍ତେ ଈଶ୍ୱର ଘରଣୀ, ଆକାଶେ ଶୁଣି ଦେବବାଣୀ। ନିଜ ସଖୀଙ୍କି ପଚାରିଲା, ତାହାଙ୍କ ବଦନୁ ଶୁଣିଲା। ଶୁଣ ଗୋ ଈଶ୍ୱର ଭାମିନୀ, ଯେଣେ ଗମନ୍ତି ସୁର ମୁନି। ତୁମ୍ଭ ପିତାର ମହାଯଜ୍ଞେ, ଦେବେ ଗମନ୍ତି ଶୂନ୍ୟ ମାର୍ଗେ। ନିଜ କାମିନୀ ଘେନି ସଙ୍ଗେ, ବିମାନେ ଯାନ୍ତି ନାନା ରଙ୍ଗେ। ତିନି ଭୁବନେ ଯେତେ ଜନେ, ଯଜ୍ଞ ଗମନ୍ତି ତେ ତୋଷ ମନେ। ଦିବ୍ୟ ଅଳଙ୍କାର ଭୂଷଣେ, ବିମାନେ ବସି ବଧୂଗଣେ। ଅନେକ ପରିଜନ ଘେନି, ହରଷ ଶୁଭେ ସେ କାମିନୀ। ସ୍ୱାମୀଙ୍କ ସଙ୍ଗତେ ଚଳନ୍ତି, ଦେଖ ଗଗନେ ପନ୍ତି ପନ୍ତି। ନକ୍ଷତ୍ରଗଣ ପ୍ରାୟ ଶୋଭା, କିଏ ବା ପଟାନ୍ତର ଦେବା। ତା ଶୁଣି ଗଗନକୁ ଚାହିଁ, ଅମ୍ବିକା ମନେ ବିଚାରଇ। ଦେଖ ଅଭାଗ୍ୟ କର୍ମ ମୋର, ମୋହର ସ୍ୱାମୀ ମହେଶ୍ୱର। ମୋହର ପିତା ଯଜ୍ଞ କାଳେ, ମୋହି ନିରାଶ କର୍ମ ଫଳେ। ମୋର ସ୍ୱାମୀଙ୍କି ନ ବରିଲା, ଅବହେଳନ ମୋତେ କଲା। ମୋର ମାତାର ଦୟା ନାହିଁ, କେହା ସହୁ ଦେହ ବହି। ନିନ୍ଦିତ କର୍ମ ଏ ସଂସାରେ, ନଥିବା ଯୋଗାଇବେ ଭାରେ। ଏମନ୍ତ ଭାଳି ଦେବୀ ମନେ, ମିଳିଲେ ସ୍ୱାମୀ ସନ୍ନିଧାନେ। ହୃଦୟେ ଶୋକଭର ହୋଇ, ବୁଲନ୍ତି ରୁଦ୍ର ମୁଖ ଚାହିଁ। ସତୀ ଉବାଚ ଭୋ ନାଥ ଶୁଣ ପଶୁପତି, ତୁମ୍ଭ ଶ୍ୱଶୁର ମୂଢ଼ମତି। ଯଜ୍ଞ ଆରମ୍ଭେ ପୁଣ୍ୟ କାଳେ, ତା ଶୁଣି ସର୍ବଦେବେ ଚଳେ। ମୁନିଏ ସପତ୍ନୀକ ହୋଇ, ଶୂନ୍ୟେ ଗମନ୍ତି ରଥବାହି। ଦେଖ ଏ ମୁଖ ରାବଗୋଳ, ପୂରିଛି ଗଗନ ମଣ୍ଡଳ।
ଦେଖ ଆନନ୍ଦେ ଦେବଗଣେ ଚଳନ୍ତି ଯଜ୍ଞର କାରଣେ। ଭୋନାଥ ଚାଲ ଆମ୍ଭେ ଯିବା ପିତାର ଉତ୍ସବ ଦେଖିବା। ଯଜ୍ଞ ଉତ୍ସବ ପିତା ପୁରେ ମୋର ଭଗିନୀ ସହୋଦରେ। ଯାଆନ୍ତି ସ୍ୱାମୀ ଘେନି ସଙ୍ଗେ ଯଜ୍ଞ ଦେଖିବେ ନାନା ରଙ୍ଗେ। ମୁଁ ଏବେ ତୁମ୍ଭ ସଙ୍ଗେ ଯିବି ପିତାର ଉତ୍ସବ ଦେଖିବି। ମାତାକୁ ଦେଖିବି ନୟନେ ଭଗିନୀ ଗଣ ସୁଖ ମନେ। ମୋ ପିତା ଦତ୍ତ ଉପହାର ସନ୍ତୋଷ ହୋଇବ ଆମ୍ଭର। ଭୋନାଥ ଆଜ୍ଞା ଦେବା ମୋତେ ଯିବଇଁ ତୁମ୍ଭର ସହିତେ। ଭୋ ଦେବ ଦେବ ପଶୁପତି କେ ଜାଣିପାରେ ତୁମ୍ଭ ଗତି। ତୁମ୍ଭ ଗୋଚରେ ବିଷ୍ଣୁ ମାୟା କେ ଜାଣିପାରେ ନାଥ ଏହା। ହେ ଅଜ ତୋହର ମାୟାରେ ଆଶ୍ଚର୍ଯ୍ୟ ନିର୍ମାଣ ସଂସ୍ଥାରେ। ତଥାପି ସ୍ତ୍ରୀ ଜନ୍ମ ମୋର ମୁଁ କାହିଁ କରିବି ଗୋଚର। ମୋ ଜନ୍ମ ଭୂମିର ଦର୍ଶନେ ଇଚ୍ଛା ବଳିଲା ମୋର ମନେ। ହେ ଭବ ତୁମ୍ଭେ ତ ଭବ କି ରୂପେ ହେବ ଅନୁଭବ। ବନ୍ଧୁ ବିରହେ ଯେତେ ଦୁଃଖ ତହିଁରେ ତୁମ୍ଭେ ତ ବିମୁଖ। ଦେଖ ହେ ପ୍ରଭୁ ଶୂନ୍ୟ ପଥେ ଦେବେ ଗମନ୍ତି ଯୁଥେ ଯୁଥେ। ଯେସନେ ରାଜହଂସ ପନ୍ତି ବିମାନ ମାନ ଶୂନ୍ୟେ ଯାନ୍ତି। ମୋର ପିତାର ପୁରେ ଯାଇ ଯଜ୍ଞ ଦେଖିବେ ସୁଖ ବହି। ଭୋନାଥ ଶୁଣ ପଶୁପତି ତୁମ୍ଭ ଚରଣେ ମୋର ମତି। ମୁଁ ଏହା ସହିବି କେମନ୍ତେ ଶରୀର ବହି ଏ ଜଗତେ। ପିତା ଜନନୀ ଭଗ୍ନୀ ଗଣେ ଦିବ୍ୟଭୂଷଣ ଆଭରଣେ। ଯଜ୍ଞ ଆରମ୍ଭେ ସୁଖ ଭୋଳେ ଥିବେ ସକଳେ ଏକ ମେଳେ। ପିତା ଭର୍ତ୍ତା ଗୁରୁ ସଦନେ ଯୋଗାଇ ଯିବା ଚରଣେ। ଭୋନାଥ ଶୁଣ ସଦାଶିବ ତୁମ୍ଭେ ଆବରଣେ ନ ଯିବ। ଯାହାର ଆବାହନ ନାହିଁ ତାହାର ଯିବା ଯୋଗ୍ୟ ନୋହି। ତୋହର ଜ୍ଞାନ ନୋହେ ଅଳ୍ପ ମୁଁ ତୋର ଅର୍ଦ୍ଧାଙ୍ଗ ସ୍ୱରୂପ। ତେଣୁ ତୁ ଅର୍ଦ୍ଧନାରୀଶ୍ୱର ଖ୍ୟାତି ଲଭିଲୁ ମହେଶ୍ୱର। ଭୋନାଥ ମୋର କଥା କର ମୋହର ବାଞ୍ଛା ପୂର୍ଣ୍ଣ କର। ମୁଁ ଯିବି ଆଜ୍ଞା ଦେବା ମୋତେ ଆନନ୍ଦ ମନେ ଶୁଦ୍ଧ ଚିତ୍ତେ। ମୈତ୍ରେୟ ଉବାଚ ଏମନ୍ତ ପ୍ରିୟା ମୁଖୁ ଶୁଣି ଈଶ୍ୱର ସ୍ଥିର ଚିତ୍ତେ ଗୁଣି। ସ୍ୱଭାବେ ଜଗତ ଈଶ୍ୱର ଜଗତ ଯାର ଖେଳ ଘର। ଅଳପ ଅପମାନ ବହି କହନ୍ତି ପତ୍ନୀ ମୁଖ ଚାହିଁ। ଈଶ୍ୱର ଉବାଚ ଶୁଣ ସୁନ୍ଦରୀ କହୁଁ ତୋତେ ତୁ ଯେଣୁ ପଚାରିଲୁ ମୋତେ। ସାଧୁ ବିଚାର ଏ ତୋହର ଶୁଦ୍ଧ ସୁନ୍ଦର ମନୋହର। ବୋଲୁ ଏ ବନ୍ଧୁ ଅପମାନ କେ ସହି ପାରେ ଦୁର୍ବଚନ। ବନ୍ଧୁକୁ ବନ୍ଧୁ ଭାବ ଭୋଳେ ଅମାନ୍ୟ କଲେ ଅବହେଳେ। ତହିଁ ନ ଥାଇ ଅପମାନ କେ ସହୁ ପୁଣି ଦୁର୍ବଚନ। ବିଦ୍ୟାର ବଳେ ତପଦାହେ ସୁନ୍ଦର ବପୁ ବୟ ରହେ। ଉତ୍ତମ କୁଳେ ଯେହୁ ଜାତ ସକଳ ଗୁଣେ ଯେ ବିଖ୍ୟାତ। ଜାଣଇ ଶ୍ରୁତି ସ୍ମୃତି ଧର୍ମ ଆଗମ ନିଗମ ଯେ କର୍ମ। ସେ ପୁଣି ଅବିବେକ ବଳେ ବନ୍ଧୁ ନିନ୍ଦଇ ଅବହେଳେ। ମହତ ତେଜ ଯେ ନ ସହେ ନିରତେ ମନେ ଗର୍ବ ବହେ। ଅଜ୍ଞାନବାଦୀ ବୋଲି ତାରେ ସୁଖ ନ ଲଭେ ଏ ସଂସାରେ। ଯେ ପ୍ରାଣୀ ଅଭ୍ୟାଗତ ଦେଖି ବକ୍ରବଦନେ ବୁଜେ ଆଖି। ବନ୍ଧୁ ହେଲେହିଁ ଜାଣ ତୁହି ତା ଗୃହେ ଯିବା ନ ଯୋଗାଇ।
ସମରେ ଅରିବାଣ ଘାଏ ଅଙ୍ଗରେ ତେତେତି ପୀଡ଼ା ନୋହେ। ବନ୍ଧୁର କୁବଚନ ବାଣ ଅନିଷେଧ ହେ ମନ ପ୍ରାଣ। ତୁ ପୁଣି ପିତା ପ୍ରିୟ ବହୁ ତାର ସୁହୃଦ ଧର୍ମ କହୁ। ତଥାପି ପିତା ଗୃହେ ଗଲେ ମାନ ତୁ ନ ପାଇବୁ ଭଲେ। ସାଧୁଙ୍କ ସଙ୍ଗେ ଯେ ବସଇ ତାହାର ରିପୁ ମିତ୍ର ନାହିଁ। ଏଣୁ ଅସାଧୁ ସଙ୍ଗେ ଥିଲେ ପ୍ରାଣ ଇନ୍ଦ୍ରିୟ ବୁଦ୍ଧି ବଳେ। ପରର ଆତ୍ମାକୁ ନିନ୍ଦଇ ଅସାଧୁ ବାକ୍ୟେ ଭାବ ବୋହି। ଅସାଧୁ ଜନଙ୍କ ସ୍ୱଭାବ ନିରତେ ଅସହଣୀ ଭାବ। ସାଧୁଙ୍କ ସୁପୁଣ୍ୟ ସମ୍ପଦ ଦେଖି ବହନ୍ତି ମନେ ଖେଦ। ହିଂସନ୍ତି ତାଙ୍କୁ ଅକାରଣେ ହରିଙ୍କି ଯେହ୍ନେ ପୁଣ୍ୟ ଜନେ। ସଭାର ମଧ୍ୟେ ତୋ ପିତାରେ ଅବଜ୍ଞା କଲି ମୁଁ ବେଭାରେ। ଏମନ୍ତ ନ ବିଚାର ମନେ ଶୁଣ କହୁଛି ସୁମଧ୍ୟମେ। ଯେ ବନ୍ଧୁ ଆଗମନ ଦେଖି ଉଠନ୍ତି ଆସନ ଉପେକ୍ଷି। ଭାବେ ଆସନ୍ତି କିଛି ଦୂର ବଚନ କହନ୍ତି ମଧୁର। ଅତି ସ୍ନେହ କରି ଚିତ୍ତେ ପୁଲକ ହୋଇ ହୃଦଗତେ। ଅଭିବାଦନ ମୃଦୁ ବାଣୀ ପୂଜନ୍ତି ନିଜ ଗୃହେ ଆଣି। ବିଷ୍ଣୁର ଭାବେ ପୂଜା କରି ଆନନ୍ଦେ ପ୍ରିୟ ଭାବେ ଭରି। ଲୋକେ କରନ୍ତି ପରସ୍ପର ତା ନୋହେ ପ୍ରାଜ୍ଞଙ୍କ ଆଚାର। ସେ ବିଷ୍ଣୁ ଶୁଦ୍ଧ ସତ୍ୱମୟ ପ୍ରକାଶେ ଜୀବର ହୃଦୟ। ତେଣୁ ବୋଲାଏ ବାସୁଦେବ ସେ ଯେ ମୋହର ନିତ୍ୟ ସେବ୍ୟ। ଦକ୍ଷ ହୃଦୟେ ତାଙ୍କୁ ଲକ୍ଷି ମୁଁ ନମସ୍କାର କରିଅଛି। ଏ ରୂପେ କଲି ମୁଁ ସମ୍ମାନ ନ କରି ତାଙ୍କ ଅପମାନ। ଏ ଦେହେ ଅଭିମାନ କରି ଦକ୍ଷତା ଜାଣିବ କିପରି। ଯେଣୁ ଯେ ଦକ୍ଷ ପ୍ରଜାପତି ମୋ ଭାବେ ଚିନ୍ତଇ ଅନୀତି। ଯେଣୁ ମୋ ଆଶ୍ରେ ଯେତେଛନ୍ତି ଦକ୍ଷର ପ୍ରିୟ ସେ ନୁହନ୍ତି। ନିରପରାଧ ମୁଁ ତାହାର ଦୁର୍ବାକ୍ୟେ କଲା ତିରସ୍କାର। ପିତା ହେଲେହେଁ ତାର ତହିଁ ଯିବା ତୋହର ନ ଯୋଗାଇ। ତୁ ଯେବେ ମୋହର ବଚନ ଅଜ୍ଞାନେ କରିବୁ ଲଙ୍ଘନ। ପିତା ଭୁବନେ ଯିବୁ ତୁହି କେବେହେଁ ତୋର ଭଲ ନାହିଁ। ତୋହର ଅମଙ୍ଗଳ ଫଳ ମୋ ହୃଦେ ହୋଇବ ବିକଳ। ଉତ୍ତମ ଜନ ଜଣ ଯେବେ ସ୍ୱଜନୁ ପରାଭବ ଲଭେ। କେବେହେଁ ତାର ଭଲ ନାହିଁ ଏମନ୍ତ ଦେବି ଆଗେ କହି। ସ୍ଥିର ହୋଇଲେ ଉମାକାନ୍ତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥସ୍କନ୍ଧେ ଉମାରୁଦ୍ର ସଂବାଦେ ନାମ ତୃତୀୟୋऽଧ୍ୟାୟः।